ଗତ ସୋମବାର ମୁଁ ବ୍ରହ୍ମେଶ୍ୱରଙ୍କ ପାଖରେ ଜଳ ଲାଗି କରିବାକୁ ଯାଇଥିଲି। ଆମେ ସକାଳୁ ବାହାରି ଯାଇଥିଲୁ। ସକାଳୁ ମାଳ ଆଉ ଗୁନ୍ଥି ପାରିବି ନ ପାରିବି ବୋଲି ମୁଁ ରବିବାର ଦିନ ଉପରଓଳି ଗୋଟିଏ ତୁଳସୀ ମାଳ ଗୁନ୍ଥି ଦେଇଥିଲି। କାହିଁକିନା ସେ ଶିବ ମନ୍ଦିର ପାଖରେ ମହାପ୍ରଭୁ ଜଗନ୍ନାଥଙ୍କର ମନ୍ଦିରଟିଏ ବି ଅଛି। ତାଙ୍କ ଉଦ୍ଦେଶ୍ୟରେ ମାଳଟି ଗୁନ୍ଥିଥିଲି। ପ୍ରକୃତରେ ବି ପୁଅ ନେଇକି ତାଙ୍କୁ ଚଢ଼େଇ ପାରିଥିଲା ବୋଲି ମୁଁ ଖୁସି ଥିଲି। ତା ପୂର୍ବରୁ ମୁଁ ସକାଳୁ କ'ଣ କରିଥିଲି, ରବିବାର ଦିନ ନା ଶନିବାର ଦିନ ସକାଳୁ ମୁଁ ଏ କଦମ୍ବ ମାଳଟି ଗୁନ୍ଥିକି ମୁଁ କହିଥିଲି ଯାହା ପାଟେଶ୍ୱର ମନ୍ଦିରରେ ଚଢ଼େଇ ଦେବ। ପାଟେଶ୍ୱର ମନ୍ଦିରଟି ହେଉଛି ଶୁଆକାଠିର ଶୈବପୀଠ। ସେଇଟାକୁ ଶୁଆକାଠି ଗ୍ରାମର ଜଣେ ଗୋପାଳ ସମ୍ପ୍ରଦାୟର ଲୋକ ସେ ମନ୍ଦିରଟିକୁ କରିଥିଲେ। ଲୋକ ତ ନୁହେଁ, ସେ ଜଣେ ସନ୍ନ୍ୟାସୀ ଥିଲେ, ସେ ମନ୍ଦିରଟି କରିଥିଲେ। ଅତି ସାଧାରଣ ମନ୍ଦିରଟିଏ, ଚାରିପଟେ କିନ୍ତୁ ପାଚେରୀ ଥିଲା ମୁଁ ଦେଖିଲା ବେଳୁ। ହେଲେ ଏବେ ଏଇସବୁ ଯେଉଁ ଟାଇଲ୍ ପଡ଼ିକି, ପୁଅ ତ ଯାଉଛି, ଆପଣମାନେ ଦେଖୁଛନ୍ତି ଯେଉଁ ସୁନ୍ଦର ଗେଟ୍, ଏସବୁ ସାଜସଜା ଏସବୁ ନଥିଲା। ନିହାତି ସାଧାରଣ, କିନ୍ତୁ ତାଙ୍କ ପ୍ରତ୍ୟକ୍ଷତା ଉପରେ ବହୁତ କାହାଣୀ ଆମେ ଶୁଣିଛୁ। ଝିଅବେଳେ ମୁଁ ପ୍ରତି ସୋମବାର ଯାଉଥିଲି ମନ୍ଦିରକୁ ବଡ଼ ଭଉଣୀ ସାଙ୍ଗରେ, ଆଉ ପୂଜା ଅର୍ଚ୍ଚନା କରୁଥିଲୁ। ସବୁଠୁ ବଡ଼ କଥା, ଏଇଠି ଆମେ ସବୁ କରୁଥିଲୁ ଜାଗର, ଆଉ ଜାଗରରେ ଅପେରା ହେଉଥିଲା। ଅପେରା ଦେଖୁଥିଲୁ। ବହୁତ ସ୍ମୃତି, ଗାଁ ମନ୍ଦିର ଆଉ ସ୍ମୃତି ନାହିଁ କି, ବହୁତ ସ୍ମୃତି ଏମିତି ସୁନ୍ଦର ଭାବରେ ହେଇଯାଇଛି। ପୁଅ ଯାଇକିରି ମାଳଟି ଦେବ ବୋଲି ଗଲାବେଳକୁ ଭାଇନାକୁ ଆଉ ପାଇଲାନି। ସେଇ କଥାଟି ପାଇଁ ହିଁ କହିଲି, ଭାଇନାକୁ ପାଇଲାନି। ସେଠୁ ଚୁଙ୍ଗା ସାଙ୍ଗରେ ଥିଲା, ସେ ଭିଡ଼ିଓ କରୁଥିଲା। ଆଉ ବାବାଇ ମାଳ ଧରି ଗଲା, କହିଲା କ'ଣ କରିବା। ଚୁଙ୍ଗା ସେଠୁ ତାକୁ ବୁଦ୍ଧି ଦେଲା ଯେ ମାଳଟା ସେଇଠି ଥୋଇଦେ, ଆଉ ଭାଇନା ତ ନାହାନ୍ତି, ଯିବା ହାରି ଆଉ। କାହିଁକିନା ଶନିବାର ଦିନ ଆମେ ତ ଖିଚିଂ ଯାଇଥିଲୁ ନା, ଏଇ ପଟ ଦେଇକି ଆମେ ଗଲୁ। କିନ୍ତୁ ମୁଁ କହିଲି ମୁଁ ତ ମାଳଟା ଗୁନ୍ଥି ଦେଇଛି, ତୁମେ ଦୁଇ ଭାଇ ଯା ଦେଇକି ଆସିବ। ସିଏ ସେଠୁ ଥୋଇ ଦେଇକି ବାହାରିକି ପଳେଇ ଆସିଲା। ପଳେଇ ଆସିକି ଟିକେ ବାଟରେ ହେଇଛି, ତାକୁ ଘଣ୍ଟି ଶୁଭିଲା। ଘଣ୍ଟି ଶୁଭିଲା ଯେମିତି ସେ ଫେରିଗଲା। ଫେରିଗଲା ବେଳକୁ ଦେଖୁନାହାନ୍ତି, ଭାଇନା ଆସିକି ପୂଜା ଅର୍ଚ୍ଚନା କରୁଛନ୍ତି, ମାଳଟି ଚଢ଼ା ସରିଛି। ବାକି ଯାହା ଗୁଣ୍ଡ ଫୁଲ ଥିଲା ଦେଇଥିଲି, ସେ ତାକୁ ଚଢ଼େଇଲେ। ଯାହା ବି ହଉ, ସବୁବେଳେ ମୁଁ ଗୋଟେ କଥା ଆପଣମାନଙ୍କୁ କହିଛି, ମାଳଟିଏ ଗୁନ୍ଥେ ଏଇଥିପାଇଁ ଯେ ମହାପ୍ରଭୁ ମୋ ମାଳ ପିନ୍ଧିକିରି କେମିତି ଦେଖାଯିବେ। ସେ ଶିବ ହୁଅନ୍ତୁ, ବିଷ୍ଣୁ ହୁଅନ୍ତୁ, କୃଷ୍ଣ ହୁଅନ୍ତୁ, ଜଗନ୍ନାଥ ହୁଅନ୍ତୁ, ମୋ ଗୁରୁଦେବ ହୁଅନ୍ତୁ, ମୁଁ ତ ସବୁବେଳେ ଭାବେ ଯେ ପରମାତ୍ମା ଏକ ଆଉ ଅଭିନ୍ନ। ତେଣୁ ଯିଏ ବି ମୋ ମାଳଟା ପିନ୍ଧନ୍ତି, ତାକୁ ପିନ୍ଧି ସାରିଲା ପରେ ଗୋଟେ ଥର ଦେଖିବାକୁ ମୋର ଭାରି ଇଚ୍ଛା ହୁଏ। ଆଉ ପିଲାମାନଙ୍କ ହାତରେ ପଠାଇଲେ ମୁଁ ତାଙ୍କୁ କହେ ଯେ ଯଦି ତୁମକୁ ଫଟୋ ଉଠାଇବାକୁ ଅନୁମତି ଦେବେ, ଫଟୋଟିଏ ଉଠାଇବ। ସେଦିନ ତ ମାଳ ଦେଇଗଲି। ଗତ ସୋମବାର ମୁଁ ଯେଉଁ ପୁଅ ହାତରେ ମାଳ ଦିଏ, ସେ ମାଳ ଆଉ କେମିତି ଦେବି? ମୁଁ ତ କେଉଁଝରରେ ଥିଲି। ପୁଅ ତାର ମନ୍ଦିରକୁ ଗଲା, ଫୁଲ ଚଢ଼େଇଲା, ଆସିଲା। ଏ ସୋମବାରକୁ ମନେ ମନେ ଭାବିଲି ମୁଁ ଗୋଟେ ସୁନ୍ଦର ମାଳ ମହାଦେବଙ୍କ ପାଇଁ ଗୁନ୍ଥିବି। ଶିବକୁ କହିଲି, ମୁଁ କହିଲି ତୁ ଟିକେ ସହଯୋଗ ନ କଲେ ମୁଁ ଯେଉଁ ମାଳଟା ଭାବିଛି ସେ ମାଳ ମୁଁ ଗୁନ୍ଥି ପାରିବି ନାହିଁ। ସେ ସେଠୁ ରାଜି ହେଲା। ଆମେ କ'ଣ କଲୁ, ସେ ଫୁଲ ତୋଳି ଆଣିଲା। ମୁଁ ମାଳ ମୁତାବକ ଫୁଲକୁ ଯେମିତି ସାଇଜ୍ କରିବା କଥା ତା ସାଙ୍ଗେ ବସିକିରି କଲି। ଏଇ କଥାଟା ମୁଁ କାହିଁକି କହୁଛି, ଆପଣ ଯଦି ନିଜେ ଆଧ୍ୟାତ୍ମିକବାଦୀ ହେବେ ନା, କାହାରି ଅନୁଭୂତି ବା ଅନୁଭବ ଶୁଣିବା ଦରକାର ନାହିଁ। ଆପଣଙ୍କର ନିଜର ହିଁ ବହୁତ ଦିବ୍ୟ ଅନୁଭବ ସବୁ ଆସିବ। ସେଦିନ ଲାଗିକି ସବୁ ରେଡ଼ି କଲି। ତା ପରଦିନ ମୁଁ ମାଳଟିକି ଗୁନ୍ଥିଲି। କିନ୍ତୁ ମୁଁ ଯେଉଁ ଭାବନା ନେଇକି ମାଳଟା ଗୁନ୍ଥିଥିଲି, ମୋତେ ମାଳ ସେତେ ଭଲ ଦେଖାଗଲାନି। ଶିବ ଯେତିକି ଫୁଲ ଆଣିଥିଲା, ସେତିକି ଫୁଲରେ ଯେଡ଼ିକି ମାଳଟେ, ମୁଁ ଏଇଟା ଆମ ଠାକୁରଙ୍କ ମାପର ମାଳ, କିନ୍ତୁ ଯେଡ଼ିକି ମାଳଟେ ମୁଁ ମହାଦେବ ମନ୍ଦିରକୁ ଦିଏ, ସେତିକି ବଡ଼ ମାଳ ବି ହେଲାନି। ମନ ଦୁଃଖରେ ମାଳ ରଖିଦେଲି। ରବିବାର ଦିନ କଥା। ସୋମବାର ଦିନକୁ ସେ ଆଉ ଅଳ୍ପ ଫୁଲ ଆଣିଥିଲା। ମାଳ ଗୁନ୍ଥିବାକୁ ବାହାରିଛି। ମୋ ପୁଅ ଫୋନ୍ କରି କହିଲା, ବୋଉ ଆଜି ହେଉଛି ସଂକ୍ରାନ୍ତି, ଆଉ ବହୁତ ଭିଡ଼ ହେବ, ତୁ ଟିକେ ଜଲ୍ଦି ମାଳ କରିଦେ। ସତରେ ଏତେ ଆଶ୍ଚର୍ଯ୍ୟ ଲାଗିଲା। ମୁଁ ଭାବିଲି, ଆରେ ମୁଁ ଯଦି ଆଗରୁ ମାଳଟିକୁ ଅଧା ଗୁନ୍ଥା କରିକି ନ ରଖିଥାନ୍ତି, ତାହେଲେ ଆଜି ହୁଏତ ମୁଁ ମହାଦେବଙ୍କ ପାଇଁ ମାଳ ଦେଇପାରିନଥାନ୍ତି। ଏଇଟା ମୋର ଗୋଟେ ଦିବ୍ୟ ଅନୁଭବ ହେଲା। ଦ୍ୱିତୀୟ କଥା, ମୁଁ ଏଇ ମାଳରେ ବେଲପତ୍ର ମିଶାଇବା କଥା ଭାବିନଥିଲି। ଯେହେତୁ ଫୁଲ ନଅଣ୍ଟ ହେଲା, ମୁଁ ବାଧ୍ୟରେ ଆଉ ବେଲପତ୍ର ଆଣିକି, ବେଲପତ୍ରଟା କାହିଁକି ବାସି କରିବି, ଅରଖମାଳଟା ଗଲା କାଲିରୁ କରିଥିଲି। ପୁଅ ଯେମିତି ଫୋନ୍ କଲା, ସାଙ୍ଗେ ସାଙ୍ଗେ ମୁଁ ଏତିକି ବେଲପତ୍ର ମିଶାଇକି ମାଳଟିକି ଏଇଭଳି ଭାବରେ ଗୁନ୍ଥିଦେଲି। ମାଳ କେମିତି ଲାଗିଲା କହିବେ। ଆଉ ଏଇଗୁଡ଼ା ସବୁ ମୋର ଅତି ଅନ୍ତରଙ୍ଗ ଭାବନାର କଥା। ମୁଁ କହିଦେଲି ଆପଣଙ୍କୁ, ଠିକ୍ ଲାଗିବ କି ଭୁଲ ଲାଗିବ, ମୋର ସେଥିରେ କିଛି ଯାଆସ ନାହିଁ। ତାପରେ ମୁଁ ମୋର ଘର ଠାକୁରଙ୍କ ପାଇଁ ଯେଉଁ ମାଳ କରେ ଗୁନ୍ଥିଲି, କିଛି ଅରଖ ଫୁଲ ବଳି ପଡ଼ିଥିଲା। ମୋର ମନେ ହେଲା, ଆରେ
ଆମ ଠାକୁରେ ତ ନିଗମେଶ୍ୱର, ତାଙ୍କ ପାଇଁ ବି ଅରଖ ଆଉ ବେଲପତ୍ର ମିଶାଇକି ତାହେଲେ ମୁଁ କାହିଁ ମାଳଟେ ନ କରିବି। ତାଙ୍କ ପାଇଁ ବି ସେଠୁ ବେଲପତ୍ର ଆଉ ଅରଖ ଫୁଲ ମିଶାଇକି ମାଳଟିଏ ଗୁନ୍ଥିଲି। ଏଇ ସରୁ ମାଳ ଏତେ କମ୍ ଫୁଲରେ ହେଇପାରେ ଆପଣମାନେ ବିଶ୍ୱାସ କରିପାରିବେନି। ମୋର ଏଇ ଯେଉଁ ଧାରଣାଟା ପ୍ରକୃତରେ ସତ କହିବାକୁ ଗଲେ ମୋ ଝିଅ ହିଁ ବଦଳେଇ ଦେଲା। ସେ ବହୁତ କମ୍ ମାଳ ଫୁଲରେ ବହୁତ ଶୀଘ୍ର ଠାକୁରଙ୍କ ପାଇଁ ସବୁବେଳେ ମାଳ ଗୁନ୍ଥେ। ଆମର ଗୋଟେ ଧାରଣା ବହୁତ ଫୁଲ ଦରକାର, ଗଜରା ମାଳଟିଏ ହିଁ ହେବା ଦରକାର, ସେମିତି କିଛି ନାହିଁ। ସରୁ ମାଳ ବି ଠାକୁରଙ୍କୁ ବହୁତ ମାନେ, ବହୁତ ସୁନ୍ଦର ଦେଖାଯାଏ। ଆପଣମାନେ ଯିଏ ଗୁନ୍ଥିବାକୁ ଚାହିଁବେ କେବେ ଭାବିବେନି ଯେ ବହୁତ ଫୁଲ ହେଲେ ଯାଇ ମାଳ ଗୁନ୍ଥିବେ। ମୁଁ ଆପଣମାନଙ୍କୁ ମାଳ ଗୁନ୍ଥିବାରେ ଉତ୍ସାହିତ କରେ। କେହି ମୋତେ ବି କହନ୍ତି ଯେ ଫୁଲ ତୋଳିବା ଠିକ୍ ନୁହେଁ। ଠିକ୍ କଥା, ଫୁଲ ତୋଳିବା ବି ଠିକ୍ ନୁହେଁ, କିନ୍ତୁ ଅଧିକ ଟଗର ମନ୍ଦାର ଗଛ ଲଗେଇକି ସବୁଦିନ ସକାଳୁ ଫୁଲ ତୋଳିବା, ମାଳ ଗୁନ୍ଥିବା, ଏଗୁଡ଼ା ଟିକେ ପଜିଟିଭ୍ ଥିଙ୍କିଂ ସୃଷ୍ଟି କରେ ବୋଲି ମୁଁ ଭାବେ। କିନ୍ତୁ ଆପଣମାନେ ଫୁଲ ନ ତୋଳିକି ବି ଯଦି ଧ୍ୟାନ ଧାରଣା କରିପାରିବେ ସେଇଟା ବହୁତ ଭଲ, ବ୍ୟାୟାମ କରିପାରିବେ ସେଇଟା ଭଲ। ଏଇଟା ମୋତେ ସହଜ ଲାଗେ, ସୁବିଧା ଲାଗେ, ମୋର ରୁଚିର କାମଟିଏ। ତେଣୁ ମୁଁ ଫୁଲ ତୋଳି ମାଳ ଗୁନ୍ଥିବାକୁ ସବୁବେଳେ ପସନ୍ଦ କରେ। ସବୁ କାମ ସାରିକି ଗାଧୋଇ ପାଧୋଇ ଆଇଲା ବେଳକୁ ମୋ ପାଇଁ ଗୋଟେ ଦିବ୍ୟ ଜଳଖିଆ ମୋତେ ବହୁତ ଭଲ ଲାଗିଲା। ଟିକେ ଖଜୁର, ଟିକେ ଆପୁଲ୍, ଗୋଟେ କଦଳୀ ଆଉ 2 ପିସ୍ ବ୍ରେଡ଼୍ ଆଉ ଗୋଟେ ମିଠା। ଭାବିଲି ଜଳଖିଆଟା ବି ଆଜି ଟିକେ ଦେଖେଇଦେବି, ତେଣୁ ଜଳଖିଆ କଥାଟା ବି ଆପଣମାନଙ୍କୁ କହିଦେଲି। ଆମେମାନେ ଟିକେ ବେଶୀ ଇନ୍ଦ୍ରିୟ ବଶ ହେଇଯାଉଛେ ଆଉ ବେଶୀ ଜିଭକୁ ସମ୍ମାନ ଦେଉଛେ ବୋଲି ମୁଁ ଭାବୁଛି। ଜୀବଟା ଯେହେତୁ ଅଛି, ସ୍ୱାଦ ତ ଆମେ ବାରିବା, ସ୍ୱାଦ ପ୍ରତି ଆକର୍ଷଣ ତ ଆମର ରହିବ, କିନ୍ତୁ ସେଇଟା ଟିକେ କମେଇ ଦେଲେ ଆମେ ସୁସ୍ଥ ରହିପାରିବା ବୋଲି ମୁଁ ଭାବୁଛି। ଖାଇଲା ବେଳେ ବହୁତ ମନେ ପଡ଼ୁଥିଲା ଗତ ସୋମବାର ସେ ଦିବ୍ୟ ଅନୁଭବ। ଗୋଟେ ପୁଅ ଗାଡ଼ି ନେଇକି ମୋତେ ଜଗୁଥିଲା ବେଳେ ଆଉ ଗୋଟେ ପୁଅ ମୋ ସାଙ୍ଗରେ ଚାଲିଲା। ତା'ର କୌଣସି ମାନସିକ ନଥାଇକି ବି ସେ ମୋ ସାଙ୍ଗରେ ଖାଲି କାଳେ କ'ଣ ସୁବିଧା ଅସୁବିଧା ହେବ ପାଖରେ ରହିବ, ଆଉ ସେ ସେତିକି ପବିତ୍ରତାର ସହିତ ମୋ ସାଙ୍ଗେ ଚାଲିଲେ ହିଁ ଅନ୍ତତଃ ମୋ ପାଣିଟା ଧରିପାରିବ ବା ମୋ ମାନସିକ ପୂରଣରେ ମୋତେ ସହାୟତା କରିପାରିବ। ସେଇଥିପାଇଁ ସେ ମୋ ସହିତ ଚାଲୁଥିଲା। ଆଉ ସବୁବେଳେ ମୁଁ ପିଲାମାନଙ୍କର ଏଇଭଳି ଭାବନାକୁ ନେଇକି ବହୁତ ବେଶୀ ଆତ୍ମସନ୍ତୋଷ ଲାଭ କରେ। କେତେବେଳେ କ'ଣ ଛୋଟ ଛୋଟ କଥାରେ ବି ମୁଁ ଅସନ୍ତୁଷ୍ଟ ଯେ ନ ହୁଏ ତା ନୁହେଁ, କିନ୍ତୁ ଏଇ ଭାବ ମୋତେ ସବୁବେଳେ ଆନନ୍ଦିତ କରେ। ଆଉ ଏଇ ପୁରୁଣା ମନ୍ଦିର ବ୍ରହ୍ମେଶ୍ୱର ମନ୍ଦିର ମୋର ଏକଦମ ପିଲାଦିନର ମନ୍ଦିର। ଆଉ ପାଟେଶ୍ୱର ମନ୍ଦିର ମୁଁ ସ୍କୁଲ ପଢ଼ିଲା ବେଳେ ବଡ଼ ଭଉଣୀ ସାଙ୍ଗେ ବହୁବାର ଯାଇଛି। ଆଜି ଗୋଟେ ଏତେ ଭଲ ସଂଯୋଗର ଦିନ, ଆମେ ସବୁ ଶିବ ଆରାଧନା କରିବା, କିନ୍ତୁ ସେ ଗଞ୍ଜେଇ ଖାଉଛନ୍ତି କହିକି ଆମେ ଗଞ୍ଜେଇକୁ ପ୍ରୋତ୍ସାହିତ କରିବା ଗୋଟେ ବହୁତ ବଡ଼ ଅପରାଧ। ଆଉ ଜଳ ଲାଗି କଲେ ଯେ ପୁଣ୍ୟ ନାହିଁ, ଏଗୁଡ଼ା ସବୁ ଯେ ମିଛ, ଏକଥା ମୁଁ କହୁନି, କିନ୍ତୁ ଯେତିକି ଆବଶ୍ୟକ ସେତିକି କଲେ ସମସ୍ତଙ୍କ ପାଇଁ ଏଇଟା ଭଲ ହେବ। ଆଉ ଆମର ଧର୍ମୀୟ ଭାବନାକୁ ପ୍ରାଧାନ୍ୟ ଦେଲେ ଏଇ ଯେଉଁ କର୍ମଟି ଆରମ୍ଭ ହେଇଛି ବା ଶ୍ରାବଣରେ ଯେଉଁ ଜଳ ଲାଗି କରିବାର ଯେଉଁ ମାନସିକତାକୁ ପ୍ରାଧାନ୍ୟ ଦେଇକି ଭକ୍ତି ଭାବରେ କରିଲେ ଏଇଟା ହେବ। ଆଉ ଯଦି ମାନସିକ ଅଛି ଆମେ ବର୍ଷେ 2 ବର୍ଷ ଢାଳିଲେ, ସବୁ ବର୍ଷ ନ ଢାଳି ଗହଳି ନ କରିଲେ ଭଲ ବୋଲି ମୁଁ ଭାବୁଛି।